ଦେଖନ୍ତୁ, ଇଏ ଆମର ଖାଇ ବସିଛନ୍ତି। ହେଲେ ତାଙ୍କ ଖାଇବା ଷ୍ଟାଇଲରୁ ଆପଣ କିଛି ଅନୁମାନ କରିପାରୁଛନ୍ତି କି? ଏ ଛୋଟ ଛୋଟ କୋଡ଼ୁଆ ସବୁ ଦେଖି ନିଶ୍ଚୟ ଜାଣିପାରୁଥିବେ କାହା ଭୋଗ ଆଉ ଆସିବ ଏମିତି କୋଡ଼ୁଆରେ। ଇଏ ଆମ ମହାପ୍ରଭୁଙ୍କର ମହାର୍ତ। ହେଲେ ରାତି କେତେ ହେଇଛି ଦେଖିଲେ? 12ଟା ବାଜିବାକୁ 5 ମିନିଟ୍ ଅଛି। 12ଟା ବାଜିବାକୁ 5 ମିନିଟ୍ ସମୟରେ ମୁଁ ପୁରୀରୁ ଫେରି ତାଙ୍କୁ ଅଭଡ଼ା ଖାଇବାକୁ ଦେଲି। ସେ ବସି ଅଭଡ଼ା ଖାଇଲେ। ହେଲେ ମନେ ମନେ ଚିଡ଼ଚିଡ଼ି ହେଉଥିଲି। ମନରେ ଯଦି ଏତେ ଭକ୍ତି ଥିଲା ଆମ ସାଙ୍ଗେ କାହିଁକି ନ ଗଲ? 21 ତାରିଖ ଦିନ ସକାଳୁ ଆମେ ଦୁହେଁ ଯାକ ବାହାରି ଯାଇଥିଲୁ ଦେଉଳିଆପାଟଣା ଜଗନ୍ନାଥ ମନ୍ଦିରକୁ। ଜଗନ୍ନାଥ ଯେଉଁଠି ଆମ ସାର୍ ସେଇଠି। ଆମେ ଖବର ପାଇଲୁ ସାର୍ ସେଇଠି ଅଛନ୍ତି। ପରଦିନ ଯେହେତୁ ଆମର ବିବାହ ବାର୍ଷିକୀ ଥିଲା ଆଉ ଆମେ ଠିକ୍ କରିଥିଲୁ ଏଥର ବିବାହ ବାର୍ଷିକୀରେ ଆମେ ପୁରୀ ଯିବୁ, ସେଇଥିପାଇଁ ତରବରରେ କିଛି ବଉଳ ଫୁଲ ଗୋଟେଇ ଆମେ ସେ ମନ୍ଦିରକୁ ଚାଲିଗଲୁ। ଆଉ ମୁଁ ବସି ଫୁଲ ଗୁନ୍ଥିବାରେ ଲାଗି ପଡ଼ିଲି। ବଉଳମାଳଟିଏ ଗୁନ୍ଥୁଥିବା ଭିତରେ ଏମାନେ ଦୁଇଜଣ ଆସି ସେଠି ବସି ଅମରନାଥ ଯିବାର କାହାଣୀ ବଖାଣୁଥିଲେ। ମୋ ମନ ଥିଲା କେମିତି ବଉଳ ଫୁଲର ମାଳଟି ସାରିବି ଆଉ ଜଗନ୍ନାଥଙ୍କୁ ଦେବି। ମୋ ମନସ୍କାମନା ପୂର୍ଣ୍ଣ ହୋଇଗଲା। ଆଙ୍କର କିନ୍ତୁ ଗପ ସରିନଥିଲା। ଏତେବେଳକୁ ଆଉ ଜଣେ ମେଞ୍ଚାଏ ଟଗର ଫୁଲ ଆଣି ଦେଇଗଲେ। ତାଙ୍କ ଗପ ଚାଲିଥିଲା ଆଉ ପୁଣି ମୋର ଫୁଲମାଳ ଗୁନ୍ଥା ଆରମ୍ଭ ହୋଇଗଲା। ମୋତେ କିନ୍ତୁ ଭାରି ଖୁସି ଲାଗୁଥିଲା। ସେମାନେ ଦୁଇଜଣ ଯେଉଁ ଭଳିଆ ବର୍ଣ୍ଣନା କରି ଅମରନାଥ ଯାତ୍ରାର କାହାଣୀ ଗପୁଥିଲେ। ଏ ଜନ୍ମରେ ସେ ମହାର୍ଘ ଅନୁଭୂତି ଆଉ କ'ଣ ଆସିବ? ଆଉ କ'ଣ ବୟସ ଅଛି ଯେ ଆଉ ଥରେ ଅମରନାଥ ଯିବା ପାଇଁ କାମନା କରିବି? କେବଳ ସେଇ ସ୍ମୃତିକୁ ମନେ ପକାଇ ମୁଁ ଖୁସି ହେଉଛି। ଏଇ ମାଳଟି ବି ଯାଇ ମାଆଙ୍କଠି ଲାଗିଗଲା, ଲକ୍ଷ୍ମୀ ମାଆଙ୍କଠି। ଆଉ ଆମେ ପ୍ରସାଦ ପାଇ ସାର୍ଙ୍କଠୁ ବିଦାୟ ହେଇ ଆସିଲୁ। ମୁଁ ବାରିପଟେ ଆସିଲା ବେଳକୁ ଦେଖିଲି ଗୋଟିଏ ଗଛରେ ବହୁତ କରମଙ୍ଗା ଫୁଲ ଫୁଟିଛି। ମନେ ମନେ କହିଲି, ପ୍ରଭୁ ଜଗନ୍ନାଥ ଯେତେବେଳେ ବହୁତ କରମଙ୍ଗା ହେଇଥିବ ମୋତେ ଟିକେ ଆଣିବ ଯେ ମୁଁ ସେଥିରୁ ଦୁଇଟା ଖାଇବି। ଏହା କହି ଘରକୁ ଆସିଲି। ରାତି ପାଇ ସକାଳ ହେଲା। ତରତର ହେଇଯାଇ ଫୁଲ ସବୁ ତୋଳିଲି। ଏଇ ଯେଉଁ ଦୁଦୁରା ଫୁଲ ଦେଖେଇଲି ଫିକା ହଳଦିଆ ରଙ୍ଗର, ଏ ମଞ୍ଜି ମୁଁ କୋକିଳା ମୁଖରୁ ଆଣିଥିଲି ଆଉ ଆଣିକି ଗଛ କରିଥିଲି। ଆମେ ଯେଉଁଦିନ ଅମରନାଥ ବାହାରିଲୁ ପ୍ରଥମ କରି ସେଇଠି ଫୁଲ ଫୁଟିଥିଲା। ହେଲେ ଦୁଦୁରା ଫୁଲ ତ ପ୍ରଭୁ ଜଗନ୍ନାଥଠିକି ଲାଗିବନି, ସିଆଡ଼େ ରସିକିଆ ଠାକୁର। ଏ ଶ୍ମଶାନ ଫୁଲ କ'ଣ ସେ ଲଗେଇବେ? ମୁଁ କିନ୍ତୁ କାହିଁକି ତୋଳି ଆଣିଥିଲି ଟିକେ ପରେ କହିବି। ଯେହେତୁ 22 ତାରିଖ ଆମର ବିବାହ ବାର୍ଷିକୀ ଥିଲା, ଆମେ ତ ବିବାହ ବାର୍ଷିକୀ ମନେ ପକାଉଥିଲୁ, କିନ୍ତୁ ଏମିତି ମାନିବାର ନଥିଲା। ନା ନୂଆ ପିନ୍ଧୁଥିଲୁ ନା କେକ୍ କାଟୁଥିଲୁ, ଏସବୁ ନଥିଲା। କେତେବେଳେ ଟିକେ ନିରୋଳାରେ ବସିଲେ କଥାବାର୍ତ୍ତା ହେଉଥିଲୁ। ମନେ ଅଛିଟି ଆଜି ଆମେ ବାହା ହେଇଥିଲେ? ହୋ, ଆଙ୍କର ତ କେବେ ମନେ ପଡ଼େନି। ମୁଁ ଏମିତି କହିକି ମୁହଁ ମୋଡ଼ି ଦେଉଥିଲି। ଏବେ ଯେତେବେଳେ ଆମ ବାହାଘରର 35 ବର୍ଷ ପରେ ପୁଣି ସେଇ ମାସ ସେଇ ତାରିଖରେ ଖାଲି ମସିହା ପରିବର୍ତ୍ତନ ହେଇକି ମୋ ସାନ ପୁଅର ବାହାଘର ହେଲା, ଆମର ବି ଆନିଭର୍ସରୀ ମାନିବାର ଗୋଟାଏ ଯେଉଁ ଚାଲିଛି ପ୍ରଥା, ଆମେ ବି ସେଥିରେ ଅନ୍ତର୍ଭୁକ୍ତ ହେଇଗଲୁ। ତେଣୁ ଆମ ଦୁଇହଳଙ୍କର ଆନିଭର୍ସରୀ କେକ୍ କଟା ହେବ ଆଧୁନିକ ଶୈଳୀରେ ବି ହେଲା। ଆଉ ମୋର ଚିରାଚରିତ ଯେଉଁ ଇଚ୍ଛା, ଯେକୌଣସି ଭଲ ଦିନରେ ମୁଁ ଟିକେ କାଳିଆ ଦର୍ଶନ କଲେ ମୁଁ ଭାବେ ସେ ଦିନଟା ପ୍ରକୃତରେ ସବୁଠୁ ଭଲ ହେଇଗଲା। ଏଇଟା ଥିଲା। କେକ୍ କଟା ହେଇଗଲା, ଫଟୋ ଉଠା ହେଇଗଲା। କିନ୍ତୁ ଆମ ସାନ୍ତେ କହିଲେ ମୁଁ ଏଡ଼େ ବଡ଼ ଖରାରେ ଯିବି ନାହିଁ। ମୁଁ କହିଲି ହଉ ନ ଯା, ଆଉ କ'ଣ ବାଧ୍ୟ କରିବି? ଜଣେ ଯେହେତୁ ଗୋଟେ କାମକୁ କହୁଛନ୍ତି ଯେ ମୁଁ ପାରିବିନି ଏତେ ଖରାରେ, ମୋତେ ଭଲ ଲାଗିବନି। କିନ୍ତୁ ମୁଁ ଜାଣିଛି ଆମେ ଫେରିବୁ ବହୁତ ରାତି ହେଇଯିବ, ତାଙ୍କର ଗାଈମାନଙ୍କ ଖାଇବାକୁ ଦେବା ବନ୍ଦ ହେଇଯିବ। ହଉ, ଯାହା ଇଚ୍ଛା ଯାହା। ସିଏ ତାଙ୍କର ରହିଲେ। ମୁଁ ପୁଅ ବୋହୂ ନାତି ନାତୁଣୀଙ୍କ ସାଙ୍ଗେ ପୁରୀ ବାହାରିଗଲି। ମଝିଆଣୀ ବହୁତ ଘରେ ଅଛି, ତାଙ୍କ ପାଇଁ ଚିନ୍ତା କରିବାର ନାହିଁ। ସିଏ ଆମକୁ ଭଲରେ ବିଦା କରିଦେଲା। ଦେଖୁନାହାନ୍ତି ବାଦବୁ ଦିଆ ହେଇକି କେମିତି ସବୁ ମୋରି ଦେହରେ ଖୁନ୍ଦି ହେଇଛନ୍ତି। ଆମେ ଭାରି ଖୁସି ମଜାରେ ଘରୁ ବାହାରିଲୁ ପୁରୀ। ପୁରୀ ଯିବା ବାଟରେ ଠିକ୍ ଆମେ ଅଧ ବାଟରେ ହେଇଛୁ। ମୋ ପୁଅ କହିଲା, ଆଲୋ ବୋଉ, ଆମେ ଏମିତି ଅବେଳିଆଟାରେ ତ ବାହାରିକି ଆସିଲେ, ଏତିକି ବେଳୁ କ'ଣ କରିବା? ମୁଁ କହିଲି, ତୁ କ'ଣ କରିବା କହୁନୁ? ନାଇଁ, ପାଖରେ କ'ଣ ଭଲ ମନ୍ଦିର ଅଛି କହ, ଯିବା। ସେଠିକୁ ଯାଇକି 3ଟା ବେଳକୁ ସମୁଦ୍ର କୂଳକୁ ଯିବା। ହଉ ଠିକ୍ ଅଛି। ମୁଁ ସେଠୁ ମନେ ପକାଇଲି। ମୁଁ କହିଲି, ବାଟରେ ଆଉ କ'ଣ ଭଲ ମନ୍ଦିର? ସାକ୍ଷୀଗୋପାଳ ଯିବା କି? ସେ ମୋର ଆଉ ମନେ ନାହିଁ ସାକ୍ଷୀଗୋପାଳ ମନ୍ଦିରକୁ ଗଲେ କେମିତି ଖରା ହୁଏ କି କ'ଣ। ଏମିତି ବହୁତ ବିଚାର କରିକି ମୁଁ ମନେ ପକାଇଲି ଏଇଠି ଗୋଟେ ଦକ୍ଷିଣକାଳୀ ମନ୍ଦିରକୁ ମୁଁ ଯାଇଥିଲି, ଯେଉଁଥିରେ କି ମୁଁ ଠାକୁରଙ୍କୁ ଦେଖିଥିଲି। ମାନେ ଆମ ଠାକୁରଙ୍କୁ ଦେଖିଲି, ଠାକୁରଙ୍କ ଗୁରୁଙ୍କୁ ଦେଖିଲି। ତେଣୁ ମୋତେ ସେ ଜାଗାଟା ଟିକେ ଅନ୍ତରଙ୍ଗ ଲାଗିଥିଲା। ମୁଁ କହିଲି, ଚାଲ ସେଇଠିକି ଯିବା। ଆମେ ମୁଖ୍ୟ ସଡ଼କ ଭାଙ୍ଗି ଏମିତି ଗୋଟେ ସୁନ୍ଦର ରାସ୍ତାରେ ସେଇ ମନ୍ଦିରକୁ ଯିବା ପାଇଁ ବାହାରିଲୁ। ଆମେ ସମସ୍ତଙ୍କୁ ଦକ୍ଷିଣକାଳୀ ମନ୍ଦିରର ରାସ୍ତା ପଚାରିଲୁ, କିନ୍ତୁ ଆମକୁ ସେମାନେ ଯେଉଁ ରାସ୍ତା ଦେଖେଇ ଦେଲେ
ସେ ମନ୍ଦିରରେ ପହଞ୍ଚିଲା ପରେ ମୁଁ କହିଲି ଆରେ ବାପା, ମୁଁ ତ ଏ ମନ୍ଦିର କଥା କହୁନଥିଲି। ହଉ, ଇଏ ବି ଗୋଟିଏ ମନ୍ଦିର, ଏଠି ବି ମା ଅଛନ୍ତି, ଲେଖା ବି ହେଇଛି ଦକ୍ଷିଣକାଳୀ। ମୁଁ ପହଞ୍ଚୁ ପହଞ୍ଚୁ ମୋର ଗୋଟିଏ ସୁନା ଝିଅ ବାହାରି ଆସିଲେ ଜୀବନ ସରାଗ ପରିବାରର। ଆମେ ଦୁହେଁ ମିଶି ଯାଇ ମାଆଙ୍କୁ ଦର୍ଶନ କଲୁ। ମନ ଭାରି ଖୁସି ଲାଗିଲା, ବଢ଼ିଆ ପରିବେଶ, ଆଉ ଭୋଗର ବ୍ୟବସ୍ଥା ଅଛି ବୋଲି ବି ଶୁଣିଲୁ। ଠିକ୍ ପହଞ୍ଚିଲୁ ତ ସେଠି ଆଳତି ହେଉଥିଲା। ଆଳତି ଛାଡ଼ିକି ତ ଆମେ କେବେ ଯାଉନା, ଏଇଟା ମୁଁ ସାର୍ଙ୍କଠୁ ଶିଖିଛି। ଆଉ ଆଳତି ପରେ ପରେ ପ୍ରସାଦ ସେବନ ହେଲା। ପୁଅ ବୋହୂ ଦିହେଁ ବି କହିଲେ ଏଇଠି ଟିକେ ଟିକେ ଖାଇଦେବା, ଛୋଟ ଛୁଆଙ୍କୁ ଧରି ହୋଟେଲ ଫୋଟେଲରେ ଖାଇବା ବଡ଼ ଜଞ୍ଜାଳ। ତେଣୁ ଆମେ ସେ ଝିଅ ଯେଉଁ ଥିଲେ ଆମର ସବସ୍କ୍ରାଇବର ଝିଅ ଜଣେ, ତାଙ୍କ ସାଙ୍ଗେ ବହୁତ ସମୟ ଦୁଃଖ ସୁଖ ହେଲି, ଅନ୍ତରଙ୍ଗ ହେଲି। ତାପରେ ଖାଇବାକୁ ଗଲୁ। ମୁଁ ତ ଆଇଁଷ ଖାଇବିନି, ଏଠି ଆଇଁଷ କାରବାର। ଲିପିର ଯେତେବେଳେ ଭୋଗ ବଢ଼ା ହେଲା, ତା ଦେହରେ ଗୋଟେ ବିରାଟ କଦଳୀ, ମନ୍ଦାର ଫୁଲ ଆଉ ବେଲପତ୍ର ଆସିଲା। ମୁଁ ସେଠୁ ସେ କଦଳୀଟିକି ଖାଇଦେଲି। ଏତେ ବଡ଼ କଦଳୀଟେ ଯେ ମୋର ପୁରା ପେଟେ ହେଇଗଲା। ମୁଁ କହିଲି ଆଉ ମୋ ପାଇଁ ଚିନ୍ତା କରନି, ଖାଅ, ଚାଲ ଯିବା। ସେଠୁ ପୁଅ କହିଲା, ଆଲୋ ବୋଉ, ତୁ ତ କହୁଛୁ ଏଇଟା ସେ ମନ୍ଦିର ନୁହେଁ, ତାହେଲେ ସେ ମନ୍ଦିର ପୁଣି କୁଆଡ଼େ ଗଲା? ମୁଁ କାହାକୁ ଟିକେ ପଚାରିଲା ବେଳକୁ ବୁଝୁ ସେ ମନ୍ଦିର ବି ଏଇ ପାଖରେ ଆଉ ଗୋଟେ ଦକ୍ଷିଣକାଳୀ ମନ୍ଦିର। ସେ କହିଲା ବେଳ ତ ଅଛି, ଚାଲ ଯିବା। ଏ ଭଉଣୀ ଜଣଙ୍କ ସାଙ୍ଗେ ବି ମୋର ଦେଖା ହେଲା, ଏ ବି ମୋର ଜୀବନ ସରାଗ ପରିବାର। ତାପରେ ଦେଖନ୍ତୁ ସେଠି ଆସି ପୁଣି ଏ ମାଆଙ୍କ ପାଖେ ପହଞ୍ଚିଗଲୁ। ଏ ମାଆଙ୍କ ପାଖରେ ପହଞ୍ଚିଲା ବେଳକୁ ଜୀବନ ସରାଗର ଏ ଝିଅ ଜଣକ କଟକରୁ ଆସିଥିଲେ, ତାଙ୍କ ବୋଉଙ୍କ ସାଙ୍ଗେ ଦେଖା ହେଲା। ସେ ମୋ ସାଙ୍ଗରେ ଫଟୋ ଉଠାଇଲା ବେଳେ ମୁଁ ଭାବିଲି ସତରେ ଜୀବନରେ ଏମିତି ଗୋଟେ ଦିନ ଆସିବ, କେହି ଜଣେ ଆଗ୍ରହରେ ମୋ ସହିତ ଫଟୋ ନେବେ। ମୁଁ କ'ଣ କେବେ ଭାବିଥିଲି? ମଣିଷ ଯାହା ଭାବେ ତାହା ହୁଏନି, କିନ୍ତୁ ଯାହା ଭାବିନଥାଏ ତାହା ହୁଏ। ସେଇଥିପାଇଁ ତ ସର୍ବନିୟନ୍ତା ବିଶ୍ୱବିଧାତା ଏ ସଂସାରକୁ ଚଳାଉଛନ୍ତି। ଏଇଟା ପୁରା ସେଇ ମନ୍ଦିରରେ ପୁଣି ଆମେ ପହଞ୍ଚିଗଲୁ, ଯେଉଁଠିକି ମୁଁ ଦେଖିଲି ଆପଣମାନେ। ମୁଁ ଠାକୁରଙ୍କୁ ଦେଖିଥିଲି ବୋଲି ସେଠିକି ଯିବା ପାଇଁ ବେଶୀ ଆଗ୍ରହ କରୁଥିଲି। ଆମେ ସେଠିକି ଗଲୁ। ସେଠି ଗଲାବେଳକୁ ତାଙ୍କ ସାଙ୍ଗେ ଟିକେ କଥାବାର୍ତ୍ତା ହେଇ ପୁଣି ଯେତେବେଳେ ମାଆଙ୍କ ପାଖକୁ ଆସିଲୁ, ସେଠି ପୁଣି ସେଇ ଆଳତି ଆଉ ପ୍ରସାଦ ସେବନ ବେଳ। ବାବା କହିଲେ ତମେ ଆସିଛ, ପ୍ରସାଦ ନ ପାଇକି ଯାନି। ତାଙ୍କ ପାଖରେ ଯୋଡ଼ିଏ ବିଲେଇ ଦେଖିଥିଲୁ। ସେଠୁ ଯେତେବେଳେ ଆସିକି ମାଆଙ୍କୁ ଦର୍ଶନ କଲୁ, ସେଠି ପୁଣି ବିଲେଇ ସେ ଆଶୀର୍ବାଦ କଲେ ଆଉ କହିଲେ ଯେତେବେଳେ, ତାଙ୍କ କଥାଟା କେମିତି ଆମେ ନ ରଖିବୁ। ସେଠି ପୁଣି ଦ୍ୱିତୀୟ ଥର ପାଇଁ ପ୍ରସାଦ ପାଇଲା ବେଳକୁ ଏ କୁନି କୁନି ବିଲେଇ ଛୁଆ ସବୁ ସେଠି ଥିଲେ। ଆମ ଘରେ ତ ସମସ୍ତଙ୍କର ବିଲେଇ ପ୍ରତି ଆଗ୍ରହ। ରୂପା କଥା ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ତେଣୁ ଆମେ ବିଲେଇଙ୍କୁ ଦେଖି ଆମ ସମୟ କୁଆଡ଼େ କଟିଗଲା ଆମେ କିଛି ଜାଣିପାରିଲୁନି। ସେ ବିଲେଇ ଛୁଆଙ୍କ ସାଙ୍ଗେ କିଛି ସମୟ ଲାଗିଲା ପରେ ପୁଣି ଏଠି ମାଆଙ୍କର ଆଳତି ହେଲା, ଆଉ ଭୋଗ ପାଇବାର ସମୟ ହେଇଗଲା। ଆମେ ସମସ୍ତେ ଏଠି ପ୍ରସାଦ ପାଇଲୁ। ଏଠି ମିଠା ଖେଚୁଡ଼ି ଆଉ ଡାଲି ଥିବାରୁ ମୁଁ ପେଟଟିଏ ଖାଇ ବିଦାୟ ହେଇ ଆସିଗଲି। କେଉଁଠିକି ଆସିଲୁ କ'ଣ, ଏ ବ୍ଲୁ ଫ୍ଲାଗ୍ ନା କ'ଣ, ସେଇଠି ସମୁଦ୍ର କୂଳକୁ ଗଲୁ। କାହିଁକି ନା ଆରପଟକୁ ମୁଁ ଟିକେ ଯିବାକୁ ଇଚ୍ଛା କରେ। ଓଟ ଫଟୋରେ ଛୁଆ ଟିକେ ବସାବସି ହୁଅନ୍ତି। ସତ କଥା କହିବାକୁ ଗଲେ ସେଠି ଟିକେ ନାଲି ଚାହା ବା କଫି ଟିକେ ସୁବିଧାରେ ମିଳିଯାଏ। ଏଠି ସମୁଦ୍ର କୂଳରୁ ସେ ଭିତରକୁ ଗଲେ ଯାଇକି ଖାଇବ। ସମୁଦ୍ର କୂଳରେ କିଛି ବିକା ହେଉନି, କିନ୍ତୁ ଯେହେତୁ ଛୋଟ ଛୁଆ ଥିଲେ, ନିରାପତ୍ତା ଦୃଷ୍ଟିରୁ ଆମେ ଏଇ ସମୁଦ୍ର କୂଳରେ ଗାଧୋଇବାକୁ ଠିକ୍ କଲୁ। ମୋତେ ସମୁଦ୍ରରେ ଗାଧୋଇବାକୁ ବହୁତ ଭଲ ଲାଗେ। ଅବଶ୍ୟ ଏବେ ପ୍ରାୟ 2 ବର୍ଷ ହେବ ମୁଁ ଆଉ ସମୁଦ୍ରରେ ଗାଧୋଇ ନଥିଲି। ବ୍ୟସ୍ତତା, ତାପରେ ଛୋଟ ଛୋଟ ଛୁଆ, ସେମାନଙ୍କୁ ନେଇକି କେଉଁ ସମୁଦ୍ର ଗାଧୁଆ ମଜା ହେଇପାରିବ? ତଥାପି ମୁଁ କ'ଣ ଆଜି ମନ ଭରି ଗାଧୋଇ ପାରିଲି କି? ମୁଁ ଭିତରକୁ ଗଲେ ମୋ ପୁଅ ପଛେ ପଛେ ଗୋଡ଼େଇକି ଯିବ, ମୋ ପୁଅ ଗଲେ ସେଇଠୁ ଛୁଆ ଯାକ ଯିବେ। ଏମିତି ହେଇକି ଯେତିକି ପାରିଲୁ ସେଠି ଗାଧୋଇ ପାଧେଇ, ତଥାପି କିଛି କମ୍ ଗାଧୋଇନୁ। ଦେଖୁନାହାନ୍ତି ଛୁଆ ଦିହେଁ ବି ପୁରା ନିଡ଼ର। ଆମ ନିଣ୍ଟୁଟା ତ ବଡ଼ ନିଡ଼ର, ସେଥିପାଇଁ ତାକୁ ଅତି ନିଡ଼ର ବୋଲି ଆମକୁ ଭୟ ଲାଗେ। କିଛି ମାନିବନି, ଯୁଆଡ଼େ ମନ ସିଆଡ଼େ ପଳେଇବ। ଯାହା ବି ହଉ ଦେଖୁନାହାନ୍ତି କେମିତି ମଜା କଲୁ। 2 ଛୁଆ, ବାବାଇ, ମୁଁ, ବୋହୂ, ଆମେ ମଜା କଲୁ। ଆଉ ଆମକୁ ସୁବିଧା କରିଦେଲେ କିଏ ନା, ମୋର ତ ପୁରୀ ପୁଅ କହିଛି ମୁଁ ଆପଣଙ୍କୁ ସବୁବେଳେ, ମୁଁ ପୁରୀ ଗଲା ମାନେ ଯଦି ନ ଜଣେଇକି ପୁରୀ ପଳେଇବି, ମୋ ପୁଅ ମାନ ଅଭିମାନରେ ଫାଟି ପଡ଼ିବ, ମୋ କାର୍ତ୍ତିକ ପୁଅ। ତେଣୁକରି ତାଙ୍କୁ ମୁଁ ଜଣେଇ ଦେଇଥିଲି। ସେ ଆସି ପହଞ୍ଚିଗଲେ। ଆଉ କୁନି ବେଶୀ ଗାଧୋଇବାକୁ ଇଚ୍ଛା କଲାନି। ଥରେ ଯେଉଁ ତା ଫାଟିକି ପାଣି ଛିଟିକି ପଶିଗଲା, ଲୁଣିଆ ବୋଲି ଜାଣିଲା, କହିଲା ମୁଁ ଆଉ ଲୁଣି ପାଣିରେ ଗାଧୋଇବିନି। ଆମକୁ ଭଲ ସୁବିଧା ହେଲା, କାହିଁକିନା 2 ଛୁଆଙ୍କୁ ସମ୍ଭାଳିକି ଗାଧୋଇବାକୁ ଆମକୁ ଅସୁବିଧା ହେଉଥିଲା। ସିଏ ଯାଇ କାର୍ତ୍ତିକଙ୍କ ପାଖରେ ବସିକି ଭଲରେ ବାଲି ଖେଳିଲା। ଆମେ ସବୁ କାମ ସାରି କୂଳକୁ ଆସିଲା ବେଳକୁ ଦେଖିଲା ବେଳକୁ ସିଏ ତାଙ୍କର ବଢ଼ିଆ କିନା ବାଲି ଖେଳୁଛନ୍ତି। ଆମେ ଯାହା ପାରିଲୁ ଗାଧୋଇକି ଆସିଲୁ। ତାପରେ ତ ଗଲୁ, ସେ ଯେଉଁ ଅଛି ସୁବିଧା ଅଛି ଲୁଗା ବଦଳିବାକୁ, ସେଠିକି ଯାଇକି ଆଉ ଥରେ ମଧୁର ପାଣିରେ ଗାଧୋଇ ପାଧେଇ
ଲୁଗାପଟା ବଦଳେଇକି ଆସିଲୁ। ଏଗୁଡ଼ା ସବୁ ସାଧାରଣ କଥା, ଆପଣମାନେ ବି ଯିଏ ଯାଉଥିବେ। କିନ୍ତୁ ସବୁବେଳେ ଆମେ ଯେଉଁ ଟ୍ୟାପ୍ ପାଣିରେ ଗାଧଉଛେ, ଅବଶ୍ୟ ଆପଣମାନେ କିଏ ସବୁ ଗାଧଉଥିବେ ସୁଇମିଂ ପୁଲ୍ରେ, କିନ୍ତୁ ଆମେ ତ ନଈ ଝରଣାରେ ଗାଧେଇଛୁ, ପୋଖରୀରେ ବୁଡ଼ ମାରିଛୁ। ମୋତେ ଟ୍ୟାପ୍ ପାଣି ଗାଧୁଆ ଭାରି କଷ୍ଟ। ମୁଁ ସେଥିରେ ସବୁବେଳେ ପିଲାମାନଙ୍କୁ କହେ ମୋତେ ଯୁଆଡ଼େ ହେଲେ ଟିକେ ଏମିତି ଖୋଲା ପାଣିରେ ଗାଧେଇବାକୁ ନେଇଯିବ। ପିଲାମାନେ ବି ମୋ କଥା ରଖନ୍ତି। ଆଜି ସମୁଦ୍ରରେ ଗାଧେଇକି ମୋ ମନ ଭାରି ଖୁସି ହେଉଥିଲା, କାହିଁକିନା ମୁଁ ଟିକେ ବହୁତ ଡେରିରେ ଗାଧେଇଲି। ଅବଶ୍ୟ ପ୍ରତି ମୁହୂର୍ତ୍ତରେ ଟିକେ ମୁଁ କ'ଣ କହିବି, ଆଜିକାଲି ଯେଉଁ କହୁଛନ୍ତି ମିସ୍ କରୁଥିଲି, ଆଙ୍କୁ ଟିକେ ମିସ୍ କରୁଥିଲି। ଆଉ ସିଏ ତ ଅବୁଝା ଲୋକ, ଥରେ ମନା କରିଦେଲେ ମାନେ ମନା କରିଦେଲେ, ଆଇଲେନି। ମୁଁ ତାଙ୍କ ଉପରେ ଚିଡ଼ଚିଡ଼ି ହେଲି। ସେ ମୋତେ ଫୋନ୍ କରି କହିଲେ ତମେ ଭୋଗ ଆଣିକି ଆସିଲେ ମୁଁ ଖାଇବି। ବୋଲି ତମର ତ ଏତେ ଜଗନ୍ନାଥ ପ୍ରୀତି ଥିଲା, ଖରାକୁ ଡରିକି କାହିଁକି ଆସିଲନି? ଆମେ ତ ପୂର୍ବ ଦିନରୁ ପ୍ରସ୍ତୁତ ହେଲୁ। ସେଠି ଯାଇକି ସାର୍ଙ୍କଠୁ ପ୍ରଣାମ, ପ୍ରାୟ ଆମେ ସାର୍ଙ୍କ ପାଖକୁ ଯାଉ, ସାର୍ଙ୍କଠୁ ପ୍ରଣାମ କରିକି ଜଗନ୍ନାଥ ଦର୍ଶନ କରିକି ଆସିଥିଲୁ। ଆପଣମାନେ ଅବଶ୍ୟ ଜାଣିନଥିବେ, ଆମର ଦେଉଳିଆପାଟଣାରେ ବି ଜଗନ୍ନାଥଙ୍କର ଗୋଟିଏ ମନ୍ଦିର ଅଛି, ସେଇଟା ବି ସାର୍ଙ୍କ ଦ୍ୱାରା ହେଇଛି। ସେଇଠିକି ହିଁ ଆମେ ଯାଇଥିଲୁ। ସେ ତ ଆସିଲନି। ଫୋନ୍ କରିକି ଯେଉଁ କହିଦେଲେ ଯେ ଭୋଗ ଆଣିଲେ ମୁଁ ରାତିଖିଆ ଖାଇବି, ମୋ ମନଟା ଟିକେ ଉଚାଟ ହେଲା। ଏଣେ ସେଠି ଯେଉଁ ସେ କହିଲେ କ'ଣ ନା ତମେ ପ୍ରସାଦ ପାଇଲେ ଯିବ, ତାଙ୍କୁ ଅବମାନନା କରିକି ବା ତାଙ୍କ କଥାକୁ ଅବଜ୍ଞା କରିକି ଆସିବାକୁ ମୁଁ ଇଚ୍ଛା କଲିନି। ପୁଅ ଟିକେ ମୁହଁ ଶୁଖେଇଲା, କହିଲା ବୋଉ ଏତେ ଡେରି ହେଲାଣି। ମୁଁ କହିଲି ଆରେ ବାପା, ତାଙ୍କ କଥା ନ ମାନିକି ଆମେ ପଳେଇବା। ବାଟରେ ଯଦି ଗାଡ଼ିଟା ପଙ୍କଚର୍ ହେଇଯାଏ, ଆମର ତ ଘଣ୍ଟାଏ ଅଧଘଣ୍ଟା ଡେରି ହେଇଯିବ। ତାହେଲେ ତାଙ୍କ କଥା ମାନିକି ଏଠି ଅଧଘଣ୍ଟେ ରହିଗଲେ କ'ଣ ଅସୁବିଧା? ମୁଁ ସବୁବେଳେ ଏମିତି ଭାବିକି, କେହି ଯଦି ଗୁରୁଜନ ମୋତେ କେଉଁଥିରେ ମନା କରନ୍ତି ମୁଁ ସେଥିରେ ବଳେଇକି କରେନି। ତାପରେ ମୁଁ ତ ଛୁଆ ଦିହିଁକୁ ଜଗିଲି, ସେମାନେ ସବୁ ଗାଧେଇଲେ, ଇଏ ତ ଆସିକିରି ସେଠି କଲା, ଖେଳୁଥିଲା। ବେଶ ଭଲରେ ଆମେ ସେଠୁ ବାହାରିକିରି ଆସିଲୁ। ବାହାରିକି ଆସିଲା ବେଳକୁ ବୋଧେ ମୋର ଫଟୋ ସାଙ୍ଗେ କଥା ମ୍ୟାଚ୍ କରୁନି। ମୁଁ ଟିକେ ଚଞ୍ଚଳ କହିଦେଉଛି ଏଇଥିପାଇଁ ଯେ ମନ୍ଦିର ଭିତରେ ତ କୌଣସି ଫଟୋ ଉଠାଯାଇ ପାରିବନି ନା, ଜଗନ୍ନାଥ ମନ୍ଦିର ଭିତରେ। ତେଣୁ ମୁଁ ଯଦି କଥା ଗୁଡ଼ାକ ଏତିକି ବେଳୁ ନ କହିଥିବି, ତାହେଲେ ମନ୍ଦିର ଭିତରର କଥା ମୁଁ ଆଉ କହିପାରିବିନି। ଆମେ ସେଠୁ ବାହାରିକି ଆସିଲା ବେଳକୁ ପୁଣି ମୋର ଜଣେ ଝିଅଙ୍କ ସାଙ୍ଗେ ଦେଖା ହେଲା। ସିଏ ତାଙ୍କ ଜୀବନର କିଛି ଦୁଃଖଦ ଅନୁଭୂତି ମୋତେ କହିଲେ। ମୋତେ ବେଶୀ ଭଲ ଲାଗେ ଯେ ସମସ୍ତେ ମୋ ସାଙ୍ଗେ କେତେ ଅନ୍ତରଙ୍ଗ, ମୋତେ କେତେ ନିଜର ଭାବନ୍ତି। ନହେଲେ କ'ଣ ଏମିତି କହିହନ୍ତା? ମୁଁ ତାଙ୍କୁ କହିଲି ମାଲୋ ତମ ନାଁ କ'ଣ? ସିଏ କହିଲେ ମୋ ନାଁ ବିଷ୍ଣୁପ୍ରିୟା। ଓଃ, ମୋ ମନ ତ ପୁରା ଖୁସି ହେଇଗଲା। ମୁଁ କହିଲି ହେଲୋ ମା, ତମେ ବିଷ୍ଣୁପ୍ରିୟାଟି? ଆଉ କାହାର ପ୍ରିୟ ହେଲେ କେତେ, ନହେଲେ କେତେ, କିଏ ତୁମକୁ ଭଲ କହିଲେ କେତେ, ନ କହିଲେ କେତେ, ତମେ ବିଷ୍ଣୁଙ୍କର ପ୍ରିୟା। ଏଇ କଥା ମନେ ରଖିକି ସବୁବେଳେ ଖୁସି ରୁହ। ସ୍ୱୟଂ ଭଗବାନ ତୁମକୁ ଭଲ ପାଉଛନ୍ତି ବୋଲି ଭାବ, ଆଉ ସବୁବେଳେ ଭଲ କାମ କର। ଏଇ କଥାବାର୍ତ୍ତାରେ ସିଏ ବି ବହୁତ ଖୁସି ହେଇଗଲେ, ମୁଁ ବି ବହୁତ ଖୁସି ହେଇଗଲି। ସେଠୁ ପଳେଇ ଆସିକି ପହଞ୍ଚିଗଲି ମୋର ଚିର ଇପ୍ସିତ ଦେବତା ଶ୍ରୀମନ୍ଦିରରେ, ଶ୍ରୀମନ୍ଦିର ପାଖରେ। ସେଠି ପହଞ୍ଚିଲା ବେଳକୁ ଏମାର ମଠର ମହନ୍ତଙ୍କର କ'ଣ ଗୋଟେ ପ୍ରସେସନ୍ ଆସିଥିଲା। ମୁଁ ତ ସେଗୁଡ଼ା ଜାଣିନି, ପୁରୀରେ ତ ହଜାରେ ନୀତି। ମୁଁ ତ ଯାହା ନୂଆ କଥା ଦେଖିଲେ ଟିକେ ଭିଡ଼ିଓ କରିଦିଏ। ତେଣୁ ଆପଣମାନେ ସେ ଭିଡ଼ିଓ ଦେଖନ୍ତୁ। ତାପରେ ଆମେ ମନ୍ଦିର ଭିତରେ ପଶିଲୁ। ଏ ବର୍ଷ ଏଇଥର ମନ୍ଦିର ଯିବାରେ ସବୁଠୁ ମୋର ବଡ଼ ଆକର୍ଷଣ ଥିଲା, ମୋର ଠାକୁରେ ଶ୍ରୀମତ୍ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବ ଯେତେବେଳେ ପୁରୀରେ ଅବସ୍ଥାନ କରୁଥିଲେ, ତାଙ୍କୁ ପୁରୀ ଗଜପତି ଗୋଟେ ସ୍ୱର୍ଣ୍ଣର ଶିବଲିଙ୍ଗ ଦେଇଥିଲେ। ସେଇଟା ପଶ୍ଚିମ ଦ୍ୱାରରେ ଗଲେ ଯେଉଁଠି ଗୋଟେ ଘଣ୍ଟି ଥୁଆ ହେଇଛି, 17 ମସିହାରେ ଜଣେ ନାବିକ ସେ ଘଣ୍ଟିଟା ଦେଇଛନ୍ତି। ଯିଏ ସବୁବେଳେ ମନ୍ଦିର ଯାଉଥିବେ ବା ମନ୍ଦିର ସାଙ୍ଗେ ଜଡ଼ିତ ଥିବେ ନିଶ୍ଚୟ ଜାଣିପାରିବେ। ସେଇ ଘଣ୍ଟି ପାଖରେ ଗୋଟେ ଛୋଟ ମନ୍ଦିରରେ ସେଇ ସ୍ୱର୍ଣ୍ଣ ଶିବଲିଙ୍ଗ ପ୍ରତିଷ୍ଠିତ ହେଇଛନ୍ତି। ଆଉ ସେଠି ଶିବ ଅଛନ୍ତି, ଆଉ ଆମ ଠାକୁର ବି ଅଛନ୍ତି। ମୁଁ ଯେଉଁ ଦୁଦୁରା ଫୁଲ ତୋଳିଥିଲି ସକାଳେ, ସେଇଠି ଠାକୁରଙ୍କୁ ସମର୍ପଣ କରିବା ପାଇଁ ନେଇଥିଲି। ସେଠି ଠାକୁରଙ୍କୁ ଦର୍ଶନ କଲା ପରେ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କଲୁ। ବାହାରେ ଫାଙ୍କା ଥିଲା। ଭିତରକୁ ଯିବା ବେଳକୁ ଜଣେ ମୋତେ ସୁବିଧାରେ ଟିକେ ଭିତରକୁ ନେଇଯାଇଥିଲେ। ସିଏ ମୋତେ କହିଥିଲେ ଦର୍ଶନ ବେଳେ ତାଙ୍କୁ ଅପେକ୍ଷା କରିବା ପାଇଁ, କିନ୍ତୁ ମୁଁ କାହାକୁ ଅପେକ୍ଷା କଲିନି। ମୋର ଗୋଟେ ଧାଡ଼ି ମନେ ପଡ଼ିଲା, ଥକା ମନ ଚାଲ ଯିବା ଭଜନରେ, ଠେଲି ଦେଇ ଯିବା ମାଡ଼ି ଧକ୍କା ବାଜିଲେ ସହିବା, ଥକା ମନ ଚାଲ ଯିବା ଚକା ନୟନ ଦେଖିବା। ମୁଁ କହିଲି ଆଉ ଭିଡ଼କୁ ଡରିକି ମୁଁ କହିବି ମୋତେ କିଏ ସୁବିଧାରେ ନେଇ ଦର୍ଶନ କରେଇବେ, ନା ନା, ସେ କଥା ହେବନି। ସେମିତି ଠେଲା ପେଲା ହେଇ ଯାଇ କାଳିଆ ମୁହଁଟାକୁ ଟିକେ ଦେଖିଦେଇ ମନ ଖୁସି କରି ଆମେ ଫେରିଲୁ। ଆଉ ଆମ କାର୍ତ୍ତିକ କହୁଥିଲେ ଯେହେତୁ ଚାପ ଚାଲିଛି, ଚାଲ ତମେ ସବୁ ଦେଖିବ। ମୁଁ କହିଲି ନା, ବାପା ତ କହିଲେଣି ଆମେ ଗଲେ ସିଏ ପ୍ରସାଦ ପାଇବେ, ଆଉ ମୁଁ ଏଠି କେଉଁ ଧର୍ମ ସଞ୍ଚିବାକୁ କେଉଁ ଠାକୁର ଦେବତା ପାଖକୁ ଯିବି? ମୁଁ ଘରକୁ ଯେତେ ଶୀଘ୍ର ସମ୍ଭବ ଫେରିଯିବି।
କିନ୍ତୁ ଆମେ ଶତ ଚେଷ୍ଟା କରିକି ବି ଏତେ ଶୀଘ୍ର ଆସିପାରିଲୁନି। ଅନ୍ତତଃ ଜଗନ୍ନାଥଙ୍କୁ ତ ଦର୍ଶନ କରି ଆସିବୁ, ଅଭଡ଼ା ଟିକେ ତ ଖାଇବୁ। ଆମେ ଜଗନ୍ନାଥ ଦର୍ଶନ କଲୁ, ଅଭଡ଼ା ଖାଇଲୁ। ତାଙ୍କ ପାଇଁ ଅଭଡ଼ା ଧରିକି ଘରକୁ ଆସିକି ପହଞ୍ଚିଲା ବେଳକୁ ହେଲାଣି ସମୟ 12ଟା ବାଜିବାକୁ 15 ମିନିଟ୍। ଫଟୋ ନ ଉଠେଇଲେ ତ ଆମର ହେବନି ନା। ମୁଁ ସବୁ ଏଇ ଫଟୋ ସବୁ ଆମେ ବାହାରକୁ ଆସିଲା ପରେ ଉଠେଇଥିଲୁ, ଯାହା ଆପଣମାନଙ୍କୁ ଦେଖେଇଲି। ଏମିତି ଏମିତି ବହୁତ ଖୁସିରେ ଆମର ବିବାହ ବାର୍ଷିକୀ ସରିଲା। ବାହାରେ ଏଇ ଧଳା ଧଳା ଫୁଲ ସବୁ ମୋତେ ବହୁତ ଭଲ ଲାଗିଲା। ସିଆଡ଼ିକି ଟିକେ ଅନଉଥିଲି, ମନ୍ଦିରକୁ ଟିକେ ଅନଉଥିଲି, ଆଉ ପ୍ରାର୍ଥନା କରିଥିଲି, ଜଗନ୍ନାଥ ସବୁବେଳେ ଏତିକି ଦୁଆରକୁ ମୋତେ ଟିକେ ଆଣୁଥିବ, ସେତିକି କରୁଣା କରି।